କହିଲେ ଅନୁଭବ ଆଉ ଗୋଟିଏ ସୁଯୋଗ ଦିଅ ମୋ ବାପାଙ୍କର ସେବା କରିବି। ଶୁଣ ଅନୁଭବ, ମୁଁ ସିନା ତୁମର ଭଲ ସ୍ତ୍ରୀ ହୋଇପାରିଲିନି, ହେଲେ ବାପାଙ୍କର ତ ଗୋଟେ ଭଲ ବୋହୂ ହୋଇପାରିବି। ମତେ ତୁମେ ଛାଡ଼ପତ୍ର ଦେଇଦିଅ, କିନ୍ତୁ ବାପାଙ୍କ ପାଖରେ ରହି ତାଙ୍କ ସେବା କରିବାକୁ ସୁଯୋଗ ଦିଅ। ହଁ ଆଜ୍ଞା, ଅନୁଭବକୁ ଶେଷ ଥର ପାଇଁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା କହିଛନ୍ତି, ତୁମେ ମତେ ଯେତେ ଅପମାନିତ କରିବା କଥା କର, ସାରା ଦୁନିଆ ଆଗରେ ମତେ ଯେତେ ଖରାପ ସଜେଇବାର ଅଛି ସଜାଅ, ମୋ ନାଁରେ ଯେତେ ମିଛ ଅପପ୍ରଚାର କରିବାର ଅଛି କର, ମତେ ତୁମ ସ୍ତ୍ରୀ ବୋଲି ବି ନ ମାନ, ହେଲେ ମୋ ଠାରୁ ମୋ ଅଧିକାର ଛଡ଼େଇ ନିଅନି। ଯାହାଙ୍କ ସେବା କରି ମୋ ଆଶୀର୍ବାଦ ଟିକେ ପାଇପାରିବି, ସେ ଆଶୀର୍ବାଦର ହାତ ମୋ ମୁଣ୍ଡ ଉପରୁ କାଢ଼ି ନିଅନି। ଅନୁଭବ, ତୁମେ ମୋ ସିନ୍ଦୁରର ମୂଲ୍ୟ ନ ବୁଝ, ମତେ ତୁମେ ସ୍ତ୍ରୀ ବୋଲି ନ ମାନ, କିନ୍ତୁ ଥରେ ମତେ ବାପାଙ୍କର ସେବା କରିବାକୁ ସୁଯୋଗ ଦିଅ। ତୁମ ମନରେ ମୋ ପାଇଁ ଯେତେ ଛଳନା ଥାଉ ନା କାହିଁକି, ହେଲେ ମୁଁ ଜାଣିଛି ବାପା ମତେ ନିଜ ଝିଅ ଭଳି ଭଲ ପାଆନ୍ତି। ବାପାଙ୍କ ପ୍ରତି ତୁମର ଯେତିକି ଅଧିକାର ଅଛି, ସେତିକି ମୋର ବି ଅଧିକାର ଅଛି। ତୁମେ ତୁମ ସିନ୍ଦୁରର ଅଧିକାର ନ ଦେଲ ନାହିଁ, ହେଲେ ଗୋଟିଏ ଝିଅର ଅଧିକାର ପାଇବାକୁ ମୁଁ ହକଦାର ଅନୁଭବ। ଆଉ ମୁଁ ଜାଣିଛି ମୋ ବାପା ଆଉ ମାମି ମତେ ଏବେ ବି ବୋହୂ ରୂପେ ଗ୍ରହଣ କରିବା ପାଇଁ ଚାହାନ୍ତି, କିନ୍ତୁ ତମର ଗୋଟିଏ ଜିଦ୍ ପାଇଁ ଏବେ ସବୁକିଛି ଭାଙ୍ଗିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଏବେ ବୋହୂର କର୍ତ୍ତବ୍ୟ କରିବାକୁ ଚାହୁଁଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଶ୍ୱଶୁରଙ୍କ ଦେହ ଖରାପ କଥା ଶୁଣି ଏବେ ନିଜେ ନିଜକୁ ସମ୍ଭାଳି ପାରୁନାହାନ୍ତି ବର୍ଷା। କେବଳ ଗୋଟିଏ ସୁଯୋଗ ଖୋଜୁଛନ୍ତି ବାପାଙ୍କର ସେବା କରିବା ପାଇଁ। ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେଣି ଅନୁଭବଙ୍କ ବାପା। ଆଉ ଅନୁଭବ ବି ସିଧାସଳଖ ଶୁଣାଇଛନ୍ତି, ବାପା ସୁସ୍ଥ ହେବା ପରେ ସେ ଦ୍ୱିତୀୟ ବିବାହ କରିବେ। ଅନୁଭବ କହିଛନ୍ତି, ମୋ ବାପା ଏବେ ହସ୍ପିଟାଲରେ ଅଛନ୍ତି, ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରମାନେ ଲାଗିଛନ୍ତି। ଆଉ ଆଶା ଅଛି ବାପା ବହୁତ ଜଲ୍ଦି ଭଲ ହୋଇଯିବେ, ଆଉ ମୋର ଖୁସିର ସମୟରେ ସେ ମୋର ପାଖରେ ଥିବେ। ପ୍ରଥମ ବିବାହ ନାଁକୁ ମାତ୍ର ଥିଲା, ହେଲେ ବର୍ଷା ସିନା ଅନୁଭବଙ୍କ ସ୍ତ୍ରୀ ହୋଇପାରିଲେନି, ହେଲେ ବାପା ମାଙ୍କର ଭଲ ବୋହୂ ରହିବାକୁ ଚାହୁଁଛନ୍ତି ବର୍ଷା। ଆଉ ସେ ସବୁବେଳେ ଅନୁଭବଙ୍କ ଘରେ ରହିବାକୁ ଚାହୁଁଛନ୍ତି। ସେଥିପାଇଁ କୋର୍ଟରୁ ମଧ୍ୟ ଆଶ୍ରୟ ନେଇଥିଲେ, ହେଲେ ସବୁ ଚେଷ୍ଟା କଲା ପରେ ବି ଆଜି ସେ ଅଲଗା ହେବାକୁ ଯାଉଛନ୍ତି। ଆଉ ସେଥିପାଇଁ ଅନୁଭବକୁ କହିଛନ୍ତି, ଅନୁଭବ ତୁମେ ଯାହା କରୁଛ କର, ମୋତେ ଛାଡ଼ପତ୍ର ଦେବା କଥା ଦିଅ, କିନ୍ତୁ ବାପାଙ୍କର ସେବା କରିବା ପାଇଁ ମୋତେ ଟିକେ ସୁଯୋଗ ଦିଅ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।